କାଲି ଜଣେ ମହିଳା ସାମ୍ବାଦିକ ମରିଗଲେ। ଏଠି ସାଧାରଣ ଲୋକଟେ ପାଇଁ ଯୋଜନା ପୁରା ଜନ୍ମ ନ ହବା ଠାରୁ ମରିବା ପର୍ଯ୍ୟନ୍ତ ସବୁ ଯୋଜନା, କିନ୍ତୁ ସାମ୍ବାଦିକଙ୍କ ପାଇଁ ଆଜି ପର୍ଯ୍ୟନ୍ତ କିଛି ନାହିଁ। ମୁଁ ବହୁବାର ବୋବେଇଛି, କିଛି ବୋବେଇଲା ପରେ ଖାଲି ମୁଁ କହିଲି ଟିକେ ଚିହ୍ନଟ କର, ରେକଗ୍ନାଇଜ କରେ ଜଣେ ସାମ୍ବାଦିକ। ସେ କୁଆଡେ ଗଲି ଗୋଟେ ବ୍ୟାଚ୍ ଥବ, ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ ତା ବି ହେଇପାରୁନି। ମେଡିକାଲ ଫାସିଲିଟି ଟିକେ ଦିଅ, ତା ବି ହେଇପାରୁନି। ପେନସନ ପ୍ରଶ୍ନ ନାହିଁ, ବହୁ ଷ୍ଟେଟରେ ପେନସନ ଦେଲେଣି। ଘର ଖଣ୍ଡେ ଦିଅ, ସବୁ ଷ୍ଟେଟରେ ସାମ୍ବାଦିକ ମାନଙ୍କୁ ଘର ଦିଆହେଇଛି, ସରକାରୀ କ୍ୱାର୍ଟର ଦିଆହେଇଛି। ତମକୁ ଦିଆହେଇଛି ସମୁଦ୍ରରେ ସଂଖ୍ୟା ପାଣି, ମାତ୍ର 10-12 ଜଣ ପାଇଛନ୍ତି। କିଛି ଘର ଦିଅ, ତମେ ସମସ୍ତଙ୍କ ପାଇଁ ଘର କରିଦେଲ, ଗରିବ ଲୋକ ବି କଲ, ବଢିଆ କଲା, ମାଗଣାରେ ଦଉଛ। କିନ୍ତୁ ଏ ସାମ୍ବାଦିକ ମାନଙ୍କ ପାଇଁ କିଛି ବ୍ୟବସ୍ଥା କର। ପାଠଶାଠ ପଢିକି ସବୁ ତ୍ୟାଗ କଲେ, ରିକ୍ସ ନେଇକି ଜୀବନକୁ ଖାତିର ନ କରି କାଲି ଝିଅଟା ମରିଗଲା। ବଡ ଦୁଃଖଦାୟକ ଘଟଣା। ସାମ୍ବାଦିକ ପ୍ରତି ସହାନୁଭୂତି ଦେଖାଇବା ପାଇଁ ମୋହନ ବାଜି ଅନୁରୋଧ କରୁଛି। ପଲ୍ୟୁସନ ପାଇଁ ତାଙ୍କ ଜୀବନ ଗଲା, ଯାକି ତାଙ୍କ କାରରେ 8,000 ଟଙ୍କା ଫାଇନ ଥିଲା, ସେଥିପାଇଁ ସେ ଦେଇପାରୁନଥିଲେ। ସେ କାର ନେଇକି ଗଲେନି, ବାଇକ ରେ ଗଲାବେଳକୁ ତାଙ୍କର ଦୁଃଖଦାୟକ ଘଟଣା। ତାଙ୍କ ମୃତ୍ୟୁରେ ମର୍ମାହତ। ମୁଁ ସରକାରଙ୍କୁ ଅନୁରୋଧ କରୁଛି, ତାକୁ ଗୋଟେ ମୋଟା ଅଙ୍କ ତାଙ୍କ ପୁଅଟି ବଞ୍ଚିବା ପାଇଁ, ଉଠିବା ପାଇଁ, ଠିଆ ହେବା ପାଇଁ ଖର୍ଚ୍ଚ ପଦାର ଦରକାର। ସରକାର ଗୋଟେ ମୋଟା ଆକାରରେ ତାଙ୍କ ନାଁ ପୁଅ ନାଁରେ ଫିକ୍ସ ଡିପୋଜିଟ୍ କରିଦେବା ପାଇଁ ମୁଁ ନିବେଦନ କରୁଛି।